ବନ୍ଦେ ମାତରମ୍। ଇଂରାଜୀ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଆପଣମାନଙ୍କୁ। ନୂଆ ବର୍ଷ ସକାଳୁ ସକାଳୁ ଟିକେ ଆଶ୍ରମ ଆଡ଼େ ବୁଲି ନ ଆସିଲେ ବର୍ଷଟାର ସବୁ କାମ ଅଧା ରହିଯିବ। ତେଣୁ ଚାଲ ଯିବା ଟିକେ ଆଶ୍ରମ ଆଡ଼େ ବୁଲି ଆସିବା। ଶ୍ରୀ ମା ଶ୍ରୀ ଅରବିନ୍ଦଙ୍କ ଆଶ୍ରମ ଭୁବନେଶ୍ୱରର 3 ନମ୍ବରରେ ଅଛି। ସେଇଠିକି ଟିକେ ଯିବା। ମୁଁ ସକାଳୁ ଉଠିବା ଟିକେ ଲେଟ୍ ହେଇନି ଯଦିଓ ତଥାପି କାମ ଦାମ ସାରିଲା ବେଳକୁ ଟିକେ ଲେଟ୍ ହେଇଗଲା। ଭାବିଲି ବୋଧେ ଆଶ୍ରମ ବନ୍ଦ ହେଇଯାଇଥିବ। ଯାହା ହଉ ଆସିଲା ବେଳକୁ ଆଶ୍ରମ ବି ଖୋଲା ଥିଲା। ଆଉ ଆଶ୍ରମ ଗେଟ୍ ଭିତରେ ପଶୁ ପଶୁ ସ୍କୁଲର ପ୍ରିନ୍ସିପାଲଙ୍କୁ ବି ଦେଖିଲି। ଆଉ ଭାରି ଖୁସି ଲାଗିଲା। ତାପରେ ଭାଇ କହିଲେ ଯେ ଅପାମାନେ ଆସୁଛନ୍ତି ପଛରେ। ଆଉ ଟିକେ ଖୁସି ଲାଗିଲା। ମୁଁ ଜାଣିଥିଲି ଅପାମାନେ ଆସିଥିବେ ବୋଲି, କିନ୍ତୁ ଆସି ପଳେଇ ଯାଇଥିବେ ବୋଲି ଭାବିଥିଲି। ଯାହା ହଉ ଭାବିଲି ଏ ଅପାମାନଙ୍କ ସହିତ ବି ଟିକେ ଦେଖା ହେଇଯିବ। ଭଲ ଦିନଟା ଆଜି। ବହୁତ ଶାନ୍ତି ଏ ପରିବେଶ। ଏ ପରିବେଶରେ ଯେଉଁ ନୀରବତା ଅଛି, ସେ ନୀରବତା ଭିତରେ ଯେଉଁ ଶାନ୍ତି ଅଛି, ଯେଉଁ ଶକ୍ତି ଅଛି, ସେଇଟାକୁ ପ୍ରକାଶ କରିବାକୁ ଶବ୍ଦର ଅଭାବ। ନୀରବତାର ପାୱାର ଯିଏ ଅନୁଭବ କରିଛି ସିଏ ହିଁ କେବଳ ଜାଣିପାରିବ। ଆଉ ପ୍ରାୟତଃ ମା ଶ୍ରୀ ଅରବିନ୍ଦଙ୍କ ଧାରାରେ ଯେଉଁମାନେ ଅଛନ୍ତି ବା ମା ଶ୍ରୀ ଅରବିନ୍ଦ ଯେଉଁମାନେ ଭଲ ପାଆନ୍ତି, ସେମାନେ ଜାଣିଛନ୍ତି ନୀରବତାର ମୂଲ୍ୟ କ'ଣ। ଯେତେ ଝଡ଼ଝଞ୍ଝା ଆସୁ, କିନ୍ତୁ ନୀରବର ସହିତ ସବୁ ସହିଗଲେ ବା ନୀରବତାରେ ସବୁ ଜିନିଷକୁ ଆମେ ଯଦି ଭାବିବା, ତାହେଲେ ବହୁତ ସମସ୍ୟାର ସମାଧାନ ହେଇଯିବ। ବହୁତ ବଡ଼ ବଡ଼ ସମସ୍ୟା ବି ସାଇଲେନ୍ସର ମାଧ୍ୟମରେ ହିଁ ସମାଧାନ ହେଇପାରିବ। ଏଇଟା ମା ଶ୍ରୀ ଅରବିନ୍ଦ କହିଦେଇଛନ୍ତି। ଆଉ ନୀରବରେ ତୁମେ ନିଜ ଭିତରର କଥା ନିଜେ ଶୁଣିପାରିବ, ସମସ୍ୟାର ସମାଧାନର ବାଟ ବି ପାଇପାରିବ। ଏଇଟା ବି ମା ଶ୍ରୀ ଅରବିନ୍ଦ ଶିଖେଇଛନ୍ତି। ଯେଉଁମାନେ ମା ଶ୍ରୀ ଅରବିନ୍ଦଙ୍କୁ ଭଲ ପାଆନ୍ତି ସେମାନେ ନିଶ୍ଚିତ ଏ ବିଷୟରେ ଜାଣିଥିବେ। ମୁଁ ତ ଆଉ ପ୍ରବଚକ ନୁହେଁ କି ଭକ୍ତ ତ କହିବିନି। ମୁଁ ମା ଶ୍ରୀ ଅରବିନ୍ଦଙ୍କୁ ବହୁତ ଭଲ ପାଏ, ବହୁତ ଭଲ ପାଏ। ମା ଶ୍ରୀ ଅରବିନ୍ଦଙ୍କ ପାଇଁକା ହିଁ ମୋ ଲାଇଫ୍ର ମୋଡ଼ ବଦଳି ଯାଇଛି। ତେଣୁ ସକାଳୁ ସକାଳୁ ଟିକେ ଆଜି ମା ଶ୍ରୀ ଅରବିନ୍ଦଙ୍କ ଦର୍ଶନ, ସମାଧି ଦର୍ଶନ ହେଇଗଲେ ଶାନ୍ତି ଲାଗିବ। ସେଇଥିପାଇଁକା ଭାଇର ମୋର ଆଉ ମାଉସୀର ମୁଁ କହିଲି ନାଇଁ ତୁ ଆଜି ନେଇକି ଚାଲ, ମୋତେ ଟିକେ ଆଶ୍ରମ ବୁଲେଇ ଆଣିବୁ। ମୁଁ ଟିକେ ଦେଖିଦେଇ ଆସିଲେ ମୋତେ ଭଲ ଲାଗିବ। ତେଣୁ ଧୂପକାଠି ଟିକେ କିଣିଲୁ। ଆଉ ମା ଶ୍ରୀ ଅରବିନ୍ଦଙ୍କ ସମାଧିରେ ଟିକେ ବସିଲି ନୀରବରେ। ବହୁତ ଶାନ୍ତି, ବହୁତ ଶାନ୍ତି। ତାର ପାଇଁ କିଛି ସୀମା ବି ନାହିଁ। ମୋର ତ ଇଚ୍ଛା ହେଉନଥିଲା ଆଶ୍ରମ ଛାଡ଼ିକି ଆସିବା ପାଇଁକା, କିନ୍ତୁ ସବୁର ପଛରେ କର୍ତ୍ତବ୍ୟ ଅଛି। ଆଉ କର୍ତ୍ତବ୍ୟର ବେଡ଼ି ବି ଗୋଡ଼ରେ ପଡ଼ିଛି। ଏକା ରହିକିରି ବି ସୁଦ୍ଧା ସମୟ ନିଜ ପାଇଁକା ଏତେଟା କାଢ଼ି ହେଉନି। ଖୁବ୍ କମ୍ ସମୟ ମୁଁ କାଢ଼ିପାରୁଛି ମୋ ପାଇଁକା। ତଥାପି ଅନ୍ୟମାନଙ୍କ ପାଇଁ କିଛି କରୁଛି ବା ପରିବାରର ଲୋକମାନଙ୍କ ଦେଖାଶୁଣା କରିପାରୁଛି। ତା ସହିତ ମୁଁ ନିଜ ଭିତରେ ବି ନିଜେ ବଞ୍ଚିପାରୁଛି। ସେଇଟା ହିଁ ମୋ ପାଇଁକା ବହୁତ ବଡ଼ କଥା। ତେବେ ଏ ସ୍ଥାନ ଛାଡ଼ିକି ଆସିବା ପାଇଁ ଆଦୌ ଇଚ୍ଛା ନଥିଲା। ଅପାମାନଙ୍କ ସହିତ ଟିକେ ଦେଖା ହେଲା। ଜଣେ ଜଣେ କରି ପ୍ରାୟ ଆମ ସ୍କୁଲରେ ଷ୍ଟାଫ୍ 50 ଜଣ। ମୁଁ ସ୍କୁଲ ଛାଡ଼ିଲା ପରଠାରୁ ଆଉ ଥରେ ଦୁଇଥର ସ୍କୁଲ ଯାଇଛି, କିନ୍ତୁ ଆଜି ଦେଖା ହେବ ବୋଲି ଭାବିନଥିଲି। ଭାବିଥିଲି ସେମାନେ ବେଳାବେଳେ ଆସି ପଳେଇ ଯାଇଥିବେ। ସମସ୍ତଙ୍କ ସହିତ ଟିକେ ଦେଖା ହେଲା। ଜଷ୍ଟ ଦେଖା ହେଲା। ମୁଁ କହିଲି ଆଉ ଦେଖା କରିଦେଇ ଯାଉଛି, ସେମାନେ ଲେଟ୍ରେ ଆସିଲେ ସେ ବସି ମେଡ଼ିଟେସନ୍ କରିବେ। ତେଣୁ ମୋର ପଳେଇ ଯିବାଟା ଉଚିତ ହେବ। ରୋଷେଇବାସ ହେଇନି। ଆଉ ମା ଶ୍ରୀ ଅରବିନ୍ଦଙ୍କ କଥା କ'ଣ କହିବି। ମା ଶ୍ରୀ ଅରବିନ୍ଦଙ୍କ ବିଷୟରେ କହିଲେ ତ ସରିବନି, କିନ୍ତୁ କେବଳ ତାଙ୍କୁ ଅନୁଭବ କରିପାରିବି ଆଉ ଅନୁଭବର କଥା କହିପାରିବି। ଯେଉଁମାନେ ମା ଶ୍ରୀ ଅରବିନ୍ଦଙ୍କୁ ଜାଣିଛନ୍ତି, ଭଲ ପାଇଛନ୍ତି, ତାଙ୍କ ପଥ ଅନୁସରଣ କରୁଛନ୍ତି, ସେମାନେ ଜାଣିଛନ୍ତି ସେ କ'ଣ, ପୃଥିବୀ ପାଇଁକା ତାଙ୍କର ଅବଦାନ କ'ଣ, ମନୁଷ୍ୟ ଜୀବନରେ ତାଙ୍କର ଅବଦାନ କ'ଣ। ତେଣୁ ତାକୁ ଯଦି ମୁଁ କେବେ କହି ବସିବି ତାହେଲେ ସରିବନି। ଇଏ ଆମର ଜଣେ ଅପା, ପ୍ରମୋଦିନୀ ଅପା। ଆଉ ପଛରେ ଆଉ ସବୁ ଅପା ଆସୁଛନ୍ତି। ତାଙ୍କ ସହିତ ଟିକେ ଦେଖା ହେଲା। ତାପରେ ପୁଣି ମାଉସୀ କହିଲା ଯେ ଟିକେ ରାମ ମନ୍ଦିର ଯିବା। ଏ ପାଖରେ ଅଛି ରାମ ମନ୍ଦିର, ଯେହେତୁ ଟିକେ ଯାଇକି ବୁଲିକି ଆସିବା। ମୁଁ କହିଲି ହଉ ଠିକ୍ ଅଛି।
ଅବଶ୍ୟ ସତ କହିବାକୁ ଗଲେ ମୋତେ ଟିକେ ଗହଳି ପସନ୍ଦ ନୁହଁ। ମନ୍ଦିର ଠିକ୍ ଅଛି, କିନ୍ତୁ ମନ୍ଦିରରେ ଆମର ବେସିକାଲି ଓଡ଼ିଶାରେ ଯେଉଁ ସିଷ୍ଟମ୍ ଚଢ଼ା ମଢ଼ା ହେଇ ମନ୍ଦିରରେ ପ୍ରବେଶ କରିବା, ଆଉ ଠାକୁରଙ୍କ ପାଖରେ ବି ସେମିତି ଗହଳି ପାଟିତୁଣ୍ଡ, ଅଲଗା ଷ୍ଟେଟ୍ ମାନଙ୍କରେ ସେମିତି ନାହିଁ। ଶୃଙ୍ଖଳାର ସହିତ ସମସ୍ତେ ଯାଆନ୍ତି, ଦେଖିକି ଆସନ୍ତି। କିନ୍ତୁ ଆମ ଓଡ଼ିଶାରେ ସେଇଟା ଟିକେ ପରିବର୍ତ୍ତନ ହେଇପାରୁନି। ନିର୍ଦ୍ଦିଷ୍ଟ କେତେଟା ଜାଗାରେ ଅଛି ଯେଉଁଠିକି ଟିକେ ଏମିତି ଧାଡ଼ିରେ ଯାଇକି ଧାଡ଼ିରେ ଦର୍ଶନ କରିକି ଆସନ୍ତି। କିନ୍ତୁ ଓଡ଼ିଶାରେ ଟିକେ ସେମିତି ସିଷ୍ଟମ୍ଟା କରିଦେଲେ ଭଲ ହୁଅନ୍ତା। ସେଇଥିପାଇଁକା ମୋତେ ଗହଳିକି ପସନ୍ଦ ନାହିଁ। ମୁଁ ସେଇଥିପାଇଁ ଜଗନ୍ନାଥ ମନ୍ଦିରକୁ ବି ଗଲେ ମୁଁ ଭାବେ ବର୍ଷକୁ ଥରେ ଦାଣ୍ଡକୁ ତ ପ୍ରଭୁ ଆସୁଛନ୍ତି ଦେଖା କରିବା ପାଇଁ ତାଙ୍କ ଭକ୍ତକୁ। ସେଇ 9 ଦିନ ବା 12 ଦିନ ନା 13 ଦିନ ଯାକ ପଛେ ଡେଲି ଯାଇକି ପ୍ରଭୁଙ୍କୁ ଦେଖିବି, କିନ୍ତୁ ସେ ଗହଳି ଭିତରେ ଯାଇ ଦଳା ଚକଟାରେ ନା ଭାବ ଥିବ, ନା ଭକ୍ତି ଥିବ, ନା କ'ଣ ଥିବ। ଫେରିଲା ବେଳକୁ ଗୋଟେ କ୍ୟାଲେଣ୍ଡର, ନ୍ୟୁ ଇୟର୍ କ୍ୟାଲେଣ୍ଡର ଗୋଟେ ନେଇକି ଆସିଲି। କ୍ୟାଲେଣ୍ଡର ପଇସା ବି 10 ଟଙ୍କାରୁ ଆମେ ତ ମୁଁ କିଣିବା ଭିତରେ 5 ଟଙ୍କା 10 ଟଙ୍କା, ଏ ବର୍ଷ 35 ଟଙ୍କା ହେଇଯାଇଛି। ହଉ ନେଇକି ଗୋଟେ ଆସିଲି। ତାପରେ ଆମେ ବାହାରି ଗଲୁ ରାମ ମନ୍ଦିରକୁ। ମାଉସୀ ଟିକେ ଚାଲି ପାରୁନା, ତେଣୁ ଟିକେ ତାକୁ ଧରିକି ନେବାକୁ ପଡ଼ିବ। ସେଥିପାଇଁକା ଟିକେ ଧୀରେ ଧୀରେ ଯିବାକୁ ପଡ଼ିବ। କିନ୍ତୁ ଗହଳି ଦେଖିକିରି ମୋର ତ ମୁଣ୍ଡ ଗରମ ହେଇଗଲା। କ'ଣ ମୋର ଇଚ୍ଛା ଜମା ନଥିଲା ଧାଡ଼ିରେ ଯାଇକି ଦର୍ଶନ କରିବା ପାଇଁ। ଧାଡ଼ି ରାସ୍ତା ସେପଟ ପର୍ଯ୍ୟନ୍ତ ଆହୁରି ଲାଗିଛି ବୋଲି ଏଇଠି ଠିଆ ହେଲେ ଏଇଠି ରାତି ପାଇଯିବ। ମୁଁ ଦର୍ଶନ କ'ଣ କରିବି? ଘରେ ରୋଷେଇବାସ କିଛି ହେଇନି। ଯାଉ ଯେମିତି ହଉ ଟିକେ ଦର୍ଶନ ହେଇଗଲା। ତାପରେ ଆମେ ପୁଣି ଘରକୁ ଫେରିଲୁ। ଏମିତି ଯୋଗ ପୁଣି ସେଇ ରାମ ମନ୍ଦିରରେ ବି ବାପାମାନଙ୍କ ସହିତ ଦେଖାହେଲା। ତେବେ ଶେଷରେ ଏତିକି ପ୍ରାର୍ଥନା କରିବି ପ୍ରଭୁଙ୍କ ପାଖରେ, ଏଇ ବର୍ଷଟି ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଉ ଶାନ୍ତି ନେଇ ଆସୁ। ଆଉ ପ୍ରତ୍ୟେକ ବ୍ୟକ୍ତି ସଚେତନ ହୁଅନ୍ତୁ, ପରିବେଶର ସୁରକ୍ଷା କରନ୍ତୁ। ନମସ୍କାର।